ପିଲାମାନେ ନୂଆ ଭିଡ଼ିଓକୁ ସ୍ୱାଗତ। ଆଜି ଆମେ ଦେଖିବା ଓଡ଼ିଆ ବ୍ୟାକରଣର ଦ୍ୱିତୀୟ କ୍ଲାସ୍ ବା 2 ନମ୍ବର କ୍ଲାସ୍। এই ବର୍ଣ୍ଣଟି ରହିଯାଇଥିଲା ଆମେ ଯେଉଁ ପଢ଼ା ହେଇଥିଲା ଧ୍ୱନି ବର୍ଣ୍ଣ ବର୍ଣ୍ଣମାଳା, ସେ ଏଇ ବର୍ଣ୍ଣଟି ରହିଯାଇଥିଲା ଅଜଗବାହ ବର୍ଣ୍ଣ। ଅନୁସାର ବିସର୍ଗ ଚନ୍ଦ୍ରବିନ୍ଦୁ, ଏହି ବର୍ଣ୍ଣ ଗୁଡ଼ିକ ଅଜଗବାହ ବର୍ଣ୍ଣକୁ କୁହାଯାଏ। ଅନୁସାର ବିସର୍ଗ ଚନ୍ଦ୍ରବିନ୍ଦୁ, ଅଜଗବାହ ବର୍ଣ୍ଣ କାହାକୁ କୁହାଯାଏ? ଅନୁସାର ବିସର୍ଗ ଚନ୍ଦ୍ରବିନ୍ଦୁ। ଏହି ବର୍ଣ୍ଣ ଗୁଡ଼ିକ ସ୍ୱରବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ ଆଶ୍ରୟ ବିନା ଉଚ୍ଚାରିତ ହୋଇପାରନ୍ତି ନାହିଁ। ତାହା ବିନା ଉଚ୍ଚାରିତ, ଯଦି ଏମାନେ ଉଚ୍ଚାରିତ ହେବେ ସ୍ୱରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ ନେଇ ଆଶ୍ରୟ ନେଇକି ଉଚ୍ଚାରିତ ହେବେ। ଏଣୁ ଏଗୁଡ଼ିକ ଆଶ୍ରିତ ମଧ୍ୟ ଆଶ୍ରିତ ବର୍ଣ୍ଣ କୁହାଯାଏ ହେଲା, ଅଜଗବାହ ବର୍ଣ୍ଣ। ତେଣୁକରି ଏ ସବଜେକ୍ଟଟି ସରିଲା ଯେ ଧ୍ୱନି ବର୍ଣ୍ଣ ଆଉ ବର୍ଣ୍ଣମାଳା, ଏ ସବଜେକ୍ଟଟି ସରିଲା, ଚାପ୍ଟରଟି ସରିଲା। ତାପରେ ଆମେ ପଢ଼ିବା ମାତ୍ରା, ଫଳା ଓ ଯୁକ୍ତାକ୍ଷର। ମାତ୍ରା କାହାକୁ କୁହାଯାଏ? ଦେଖ, ଆମର 11ଟି ସ୍ୱରବର୍ଣ୍ଣ ଅଛି, ସେଥିରୁ 10ଟାର ମାତ୍ରା ଅଛି, 10ଟି ସ୍ୱରବର୍ଣ୍ଣର ମାତ୍ରା ଅଛି, ମନେ ରଖିବ। ଆଉ କେଉଁ ସ୍ୱରବର୍ଣ୍ଣର ମାତ୍ରା ନାହିଁ? ଓରେ। କାହିଁକି ନାହିଁ ସେଟା ଆଗକୁ ଜାଣିବା। ଦେଖ, ଆ ଠାରୁ ଓ ପର୍ଯ୍ୟନ୍ତ ସ୍ୱରବର୍ଣ୍ଣ ଗୁଡ଼ିକ ବ୍ୟଞ୍ଜନ ବର୍ଣ୍ଣ ସହିତ ମିଳିତ ହେଲେ ସ୍ୱରବର୍ଣ୍ଣ ଗୁଡ଼ିକ ଗୋଟିଏ ଗୋଟିଏ ସଂକେତ ବା ଚିହ୍ନ ରହେ। ଦେଖ, ସ୍ୱରବର୍ଣ୍ଣ ଗୁଡ଼ିକ ବ୍ୟଞ୍ଜନ ବର୍ଣ୍ଣ ସହିତ ମିଶିଯିବେ, ସେଥିରେ ଗୋଟେ ଗୋଟେ କ'ଣ ରହିବ? ସଂକେତ ରହିବ ବା ଚିହ୍ନ ରହିବ, ଆଉ ସେଟା ସ୍ୱରବର୍ଣ୍ଣ ଲେଖାଯିବ ନାହିଁ। ଏହି ସଂକେତକୁ ମାତ୍ରା ବା କାରକ କୁହାଯାଏ। କାରକ, ଏହି ସଂକେତକୁ ମାତ୍ରା ବା କାର କୁହାଯାଏ। ଦେଖ, ଓ କାର ଯୁକ୍ତ ହେଇଥିବାରୁ, ଦେଖ ପ୍ରତ୍ୟେକ ବ୍ୟଞ୍ଜନ ବର୍ଣ୍ଣରେ ଓ କାର ଯୁକ୍ତ ହୋଇ ରହିଛି। ଯେମିତି ମୁଁ ଉଚ୍ଚାରଣ କରୁଛି କ, ତ ଓ ଆସୁଛି, ଖ ଉଚ୍ଚାରଣ ଆସୁଛି, ଗ ଓ ଉଚ୍ଚାରଣ ଆସୁଛି। ତ ପ୍ରତ୍ୟେକ ବ୍ୟଞ୍ଜନ ବର୍ଣ୍ଣରେ ଓ ଉଚ୍ଚାରଣ ରହୁଛି ବା ଯୁକ୍ତ ହୋଇକି ରହିଛି। ତେଣୁକରି ଓରେ କୌଣସି ମାତ୍ରା ନାହିଁ। ଠିକ ଅଛି। ଓ କାର ଯୁକ୍ତ ହୋଇଥିବା ବ୍ୟଞ୍ଜନ ବର୍ଣ୍ଣ ଗୁଡ଼ିକର ହଳନ ଚିହ୍ନ ଦେଇ ହେବ ନାହିଁ। ଯେତେବେଳେ ଓ କାର ଯୁକ୍ତ ହେଇଯିବ କୌଣସି ବ୍ୟଞ୍ଜନ ବର୍ଣ୍ଣ, ସେତେବେଳେ ଆମେ ହଳନ ଦବା ନାହିଁ। ଯେମିତିକି ମୁଁ ଲେଖିବି କ, କିନ୍ତୁ ହଳନ ଦଉନାହିଁ ମାନେ ଏଥିରେ କ ଅଛି। ଯଦି ହଳନ ଦେଇ ଦଉଛୁ ତାହେଲେ ଏଥିରେ କ ଉଚ୍ଚାରଣ ହେଇପାରିବ ନାହିଁ। ଏଇଟା ବୁଝିପାରିଲ? ସେଥିପାଇଁ ଓରେ କୌଣସି କାରଣ ନାହିଁ ଛୁଆ। ତାପରେ ଦେଖିବା ଛୁଆ, ଆମର 10ଟି ସ୍ୱରବର୍ଣ୍ଣର ମାତ୍ରା ଚିହ୍ନ। ଠିକ ଅଛି। ଏଠି 8ଟା ସ୍ୱରବର୍ଣ୍ଣ ଅଛି। ଆ କାର, করে করে কা, খরে করে খা, গরে করে গা, হর্ষেই কার, এটা হর্ষেই কার চিহ্ন, মাত্রা চিহ্ন। করে সে কি, খরে সে কি, গরে সে গি। দীর্ঘই কার, এটা দীর্ঘই কার, করে দীর্ঘই কি, খরে দীর্ঘই কি, গরে দীর্ঘই গি। হর্ষৌ কার, কর হসে কু, খরে সে কু, গরে হসে গু। দীর্ঘকার, এটা দীর্ঘকার ছুয়া, করে দীর্ঘ কু, খরে দীর্ঘ খু, গরে দীর্ঘ গু। রুকার, এটা রুকার, করে রু ক্রু, খরে রু ক্রু, গরে রু গ্রু। একার, করে কর কে, খরে কর খে, গরে কর গে। ঐকার, করে ওই করে কই, খরে কার খই, গরে ঐকার গই। সেপটে 8টা ଥିଲା ଛୁଆ, ଏଠି 9 10, ତ 11ଟା ସ୍ୱରବର୍ଣ୍ଣ, ଗୋଟେ ସ୍ୱରବର୍ଣ୍ଣ ତ ନାହିଁ ଓର, ତ 10ଟା ସ୍ୱରବର୍ଣ୍ଣ। ଅକାର, এটা অকার চিহ্ন, কর কর কো, খ, গো, ওকার কৌ, খৌ, গৌ। এটা মনে রাখবে। আচ্ছা, এটা দেখো খরে হলন্ত দিয়েছে, এটা ସବୁ এই তিন খ, ଥ, ଧ, ଏହି 3ଟି ବ୍ୟଞ୍ଜନ ବର୍ଣ୍ଣର ଇ କାର ଚିହ୍ନଟି ତଳେ ଓ ଉପରେ ଦେଇପାରିବା। ଆମେ ସବୁ ବ୍ୟଞ୍ଜନ ବର୍ଣ୍ଣରେ ହର୍ଷେଇ କାରଟା ତଳେ ଦେଇପାରିବା ନାହିଁ। ସବୁ ବ୍ୟଞ୍ଜନ ବର୍ଣ୍ଣ, ଖାଲି ଖ, ଥ, ଧ ତଳେ ହର୍ଷେଇ କାର ଦେଇପାରିବା। ଦେଖ, ଖ, এটা ଖରେ ସେଖି, এটা ଖରେ ତଳେ ଦିଆହେଇଛି, ଥର ଦିଆହେଇଛି, ଧର ଦିଆହେଇଛି, ଅଧିକ। 3ଟା ବର୍ଣ୍ଣ, ମନେ ରଖିବ, 3ଟା ବ୍ୟଞ୍ଜନ ବର୍ଣ୍ଣର ତଳେ ହର୍ଷେଇ କାର ଦେଇପାରିବ। ସେଟା କ'ଣ? ଖ, ଥ, ଧ। ବୁଝିପାରିଲ? ଏଇଟା ଟିକେ ଇମ୍ପୋର୍ଟାଣ୍ଟ କଥା, ମନେ ରଖିବ। ଯେହେତୁ ବ୍ୟାକରଣ ଏଇଟା ପୁରା ପ୍ରପର ଜିନିଷ ଜାଣିବା ଦରକାର। 3ଟା ବ୍ୟଞ୍ଜନ ବର୍ଣ୍ଣର ଆମର ତଳେ ଚିହ୍ନ ଦେଇପାରିବା, ହର୍ଷେଇ କାର। ତାପରେ ଆସିଲା ଫଳା। ଫଳା କାହାକୁ କୁହାଯାଏ? 8ଟି ବ୍ୟଞ୍ଜନ ବର୍ଣ୍ଣ ଅନ୍ୟ ବ୍ୟଞ୍ଜନ ବର୍ଣ୍ଣ ସହିତ ମିଳିତ ହୋଇ ଯେଉଁ ସଂକେତ ବା ଚିହ୍ନ ପରିଣତ ହୁଅନ୍ତି ତାକୁ ଫଳା କୁହାଯାଏ। 8ଟି ବ୍ୟଞ୍ଜନ ବର୍ଣ୍ଣର ଫଳା ଅଛି। ଯେମିତି କେତୋଟି
ସ୍ୱରବର୍ଣ୍ଣର କାର ଅଛି 10ଟି, ସେମିତି 8ଟି ବ୍ୟଞ୍ଜନ ବର୍ଣ୍ଣ ଅନ୍ୟ ବ୍ୟଞ୍ଜନ ବର୍ଣ୍ଣ ସହିତ ମିଶିଲେ ଫଳା ଆକାର ଲେଖିବା। ଠିକ ଅଛି, 8ଟି। ଦେଖ ନ ପରେ ନକ୍ନ, ମ ଫଳା ଏଟା, ୟ ଫଳା, ୟ ଫଳାଟା ଛୁଆ ସାଇଡରେ ଦିଆଯିବ, ର ଫଳା, ଳ, କରଳ, ଲ, ଓ ତଳେ ଦିଆହବ, ବ ଫଳା, ବ ଫଳାଟା ଖାଲି ମୋ ବ୍ୟଞ୍ଜନ ବର୍ଣ୍ଣ ରହିବ, ମନେ ରଖିବ। এটা ୟ ସାଇଡରେ ରହିଛି, ଓ ଫଳାଟା ତଳେ ବି ରହିବ, ଆଉ ବ ଫଳା ବି ତଳେ ରହିବ, କିନ୍ତୁ ବ ଫଳାଟା କେଇଠି ବ୍ୟବହାର ହବ? ଖାଲି ମୋର, ଆମ୍ବ, ଶିମ୍ବ, ଡିମ୍ବ, ବ ଫଳାଟା ଖାଲି ମୋରେ ହିଁ ରହିବ, ଆଉ କେଇଠି ଲେଖିବ ନାହିଁ। ଠିକ ଅଛି, ଦେଖ ଏଠି ଲେଖା ହେଇଛି ବ ଫଳା କେବଳ ହଳନ୍ତ ମୋରେ ହିଁ ଲାଗେ, ଯଥା ଡିମ୍ବ, ଶିମ୍ବ, ଶାମ୍ବ, ଆମ୍ବ। ଠିକ ଅଛି, ଏଟା ବହୁତ ବହୁତ ଇମ୍ପୋର୍ଟାଣ୍ଟ ହେଲା। ର, କୌଣସି ବ୍ୟଞ୍ଜନ ବର୍ଣ୍ଣ ପରେ ର ରହିଲେ, ବ୍ୟଞ୍ଜନ ବର୍ଣ୍ଣ ପରେ ର ରହିଲେ ତାହାର ର ଫଳାଟା ତଳେ ରହିବ। ଯେମିତି ଚକ୍ର, କ ପରେ ର ଆସୁ ତାଙ୍କ ତଳେ ରହିବ ହେଲା। ବୁଝିପାରୁଛ ନା? ଚକ୍ର, ନକ୍ର, ଶକ୍ର, ଯଦି କୌଣସି ବ୍ୟଞ୍ଜନ ବର୍ଣ୍ଣ ପରେ ର ରହେ ତାହେଲେ ତଳେ ଦିଆହବ। ଯଦି ପୂର୍ବରୁ ରହେ, କୌଣସି ବ୍ୟଞ୍ଜନ ବର୍ଣ୍ଣ ପୂର୍ବରୁ ର ରହେ, ବ୍ୟଞ୍ଜନ ପୂର୍ବରୁ ରହିଲେ, ର ବ୍ୟଞ୍ଜନ ବର୍ଣ୍ଣ ପୂର୍ବରୁ ରହିଲେ ତାକୁ ରେ ଫଳା କୁହାହବ। ଅକ୍ର, ପର୍ବ, କିନ୍ତୁ ପର୍ବ ପର ରବ ଆସୁନା, ପର୍ବ, କର୍ମ, ସ୍ୱର୍ଗ, ଦର୍ପ, ଅର୍କ। ତ ବ୍ୟଞ୍ଜନ ବର୍ଣ୍ଣ ପୂର୍ବରୁ ଯେଟା ଯଦି ର ରହେ ତାହେଲେ ଉପରେ ଦିଆହବ, ଆଉ ବ୍ୟଞ୍ଜନ ବର୍ଣ୍ଣ ପରେ ରହିଲେ ର ଫଳାଟା କେଠି ଦିଆହବ? ତଳେ ଦିଆହବ। ଆଉ ବ ଫଳାଟି କ'ଣ ମନେ ରଖିବ, କୋଉଠି ଦିଆହବ? ଖାଲି ମ ତଳେ ହିଁ ଦିଆହବ, ଅନ୍ୟ ତଳେ ବ ଫଳା ଦିଆଯିବ ନାହିଁ। ଯଦି ଅନ୍ୟ ବ୍ୟଞ୍ଜନ ବର୍ଣ୍ଣ ତଳେ ଦିଆଯିବ ସେଟା କ'ଣ କୁହାହବ? ଓ ଫଳା। କ'ଣ କୁହାହବ? ଓ ଫଳା। ଠିକ ଅଛି, ଭିଡ଼ିଓ କେମିତି ଲାଗିଲା ମୋତେ ଜଣେଇବ, ଡାଉଟ୍ ଥିଲେ ପ୍ରଶ୍ନ କରିବ କମେଣ୍ଟ ଦ୍ୱାରା, ଲାଇକ୍ କରିବ, ସେୟାର କରିବ, ଆଉ ବେଲ୍ ଆଇକନ୍କୁ ଦବାଇ ଦେବ। ଧନ୍ୟବାଦ।